ଚାମେଲି ଅଜା ହେବେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ। ତେବେ ହଁ ଦର୍ଶକ, ମୋଦି ସରକାର ଖୁବ୍ ଶୀଘ୍ର ଆସୁଛନ୍ତି ଓଡ଼ିଶାକୁ ଚାମେଲି ଅଜାଙ୍କୁ ନ୍ୟାୟ ଦେବାକୁ। ତେବେ ହଁ ଦର୍ଶକ, ଏହାକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ଚାଲିଛି ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟରେ। ତେବେ ଏହାକୁ ନେଇ କ'ଣ ସତ୍ୟତା ରହିଛି ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତେବେ ମୋଦିଙ୍କ ସ୍ୱପ୍ନକୁ ଓଡ଼ିଶାର ନେତାମାନେ ଭାଙ୍ଗି ଦେଇଛନ୍ତି। ମୋଦି ଓଡ଼ିଶାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, କିନ୍ତୁ ବାରମ୍ବାର ଅଘଟଣ ପରେ ଅଘଟଣ ଘଟି ବିଜେପି ସରକାର ବଦନାମ ହେଉଛି। ମୋଦି ବହୁତ ରାଗିଛନ୍ତି ଏବଂ ଏଥିପାଇଁ ମୋହନ ସରକାର ଭୟଭୀତ ଅଛନ୍ତି। ମୋଦି ବଡ଼ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇ ପାରନ୍ତି। ଚାମେଲିଙ୍କ ଘଟଣାକୁ ନେଇ ଓଡ଼ିଶାରେ ଲୋକେ ଚର୍ଚ୍ଚା କରୁଛନ୍ତି ଏବଂ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସବୁଠି ଏହା ଆଲୋଚନାରେ ମଧ୍ୟ ବିଷୟ ପାଲଟିଥିବା ସୂଚନା ମଧ୍ୟ ରହୁଛି। ସୋସିଆଲ ମିଡ଼ିଆରେ ହଜାର ହଜାର ଲୋକ ଏହି ଘଟଣାକୁ ନେଇ ନିଜର ମତ ଦେଉଛନ୍ତି ଏବଂ ସାଧାରଣ ଲୋକେ ଏହାକୁ ଓଡ଼ିଶାର ରାଜନୀତି ସହ ଯୋଡ଼ି ଆଲୋଚନା କରୁଛନ୍ତି। ତେବେ ଦର୍ଶକ ବନ୍ଧୁ, ଲୋକଙ୍କର ତାଙ୍କ ପ୍ରତି ବହୁତ ସହାନୁଭୂତି ରହିଛି, ଯାହା ଦେଖି ମୋଦି ମଧ୍ୟ ମୋହନ ସରକାର ଉପରେ ଖପା ଅଛନ୍ତି। ଘଟଣା ଆରମ୍ଭରୁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ଦୋଷୀଙ୍କୁ ଦଣ୍ଡ ଦେବା କଥା, କିନ୍ତୁ ଏହି ଘଟଣା ଯୋଗୁଁ ମୋହନ ସରକାର ବଦନାମ ହେଉଥିବା ସୂଚନା ମଧ୍ୟ ରହୁଛି। ମୁଖ୍ୟମନ୍ତ୍ରୀ ପଦର ନେତୃତ୍ୱ ପରିବର୍ତ୍ତନ ନେଇ କୌଣସି ଆଧିକାରିକ ସୂଚନା ନାହିଁ, କିନ୍ତୁ ଚାମେଲିଙ୍କ ସପକ୍ଷରେ ଥିବା ଜନସମର୍ଥନ ତାଙ୍କୁ ରାଜ୍ୟରେ ଏକ ଚର୍ଚ୍ଚିତ ଚେହେରା ଭାବେ ଗଢ଼ି ତୋଳିଛି। ଚାମେଲିଙ୍କ ନାଁ ଏବେ କେବଳ ଗୋଟିଏ ପଞ୍ଚାୟତରେ ସୀମିତ ନାହିଁ, ବରଂ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଗୋଟେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାର ଲାଗିଛି କି ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚାମେଲି ଅଜା। ଓଡ଼ିଶାକୁ ଆସିବେ ମୋଦି ସରକାର ଆଉ ଚାମେଲିଙ୍କୁ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ତେବେ ଏହାକୁ ନେଇ କିଛି ଅପଡେଟ୍ ଦେଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।